Do the people like to take advice from you? Do you also want people should willingly take your advice? ତ ଲୋକମାନେ କିପରି ଭାବରେ ତୁମଠାରୁ ଇଚ୍ଛାର ସହିତ ଆଡ଼ଭାଇସ୍ ନେବେ ସେସବୁ ବିଷୟରେ ବର୍ଣ୍ଣନା କରିବା। ତ କେଉଁ ମେଥଡ଼ ଜଣେ ମଣିଷ ଆପ୍ଲାଏ କରିବା ଆବଶ୍ୟକ ସୋ ଦ୍ୟାଟ୍ ଲୋକମାନେ ତୁମ ପାଖରୁ ଆଡ଼ଭାଇସ୍ ନେବା ପାଇଁ ବହୁତ ଇଣ୍ଟରେଷ୍ଟେଡ୍ ହେଇଯିବେ। ଯେତେବେଳେ ଆଡ଼ଭାଇସ୍ ଦେଉଛନ୍ତି ତ ସେତେବେଳେ ରାଇଟ୍ ୱେଟା କ'ଣ ହେବା ଦରକାର। ଆମେମାନେ ପ୍ରତ୍ୟେକ ଦିନ ବହୁତ ଜିନିଷ ରେଲିକ୍ଟାଣ୍ଟଲି ରିସିଭ୍ କରନ୍ତି, ମାନେ ଆମେ ଇଚ୍ଛା ନଥାଇକି ବି ୱି ହାଭ୍ ଟୁ। ଏଠି କହୁଛନ୍ତି ଆମେ ବହୁତ ରେଲିକ୍ଟାଣ୍ଟଲି କାହାର ଆଡ଼ଭାଇସ୍କୁ ରିସିଭ୍ କରନ୍ତି। ଆମେ ଆଡ଼ଭାଇସ୍କୁ ଯେମିତି ରେଲିକ୍ଟାଣ୍ଟଲି ରିସିଭ୍ କରନ୍ତି ଆଉ କୌଣସି ଜିନିଷକୁ ଏତେ ରେଲିକ୍ଟାଣ୍ଟଲି ରିସିଭ୍ କରନ୍ତି ନାହିଁ। ତ ଏଇଟା ଆମ ପାଇଁ ଆଡ଼ଭାଇସ୍ଟା ଗୋଟେ ବର୍ଡ଼ନ୍ ଟାଇପ୍ ଅଫ୍ ସମଟାଇମ୍ସ ହେଇଯାଏ, ବା ଆମେମାନେ ଇଣ୍ଟରେଷ୍ଟେଡ୍ ହୁଅନ୍ତିନି ଅନ୍ୟମାନଙ୍କ ଠାରୁ ଆଡ଼ଭାଇସ୍ ନେବା ପାଇଁ। ବ୍ୟକ୍ତି ଆଡ଼ଭାଇସ୍ ଦେଉଥାଏ ସେଇ ବ୍ୟକ୍ତିକୁ ଅନ୍ୟମାନେ ପସନ୍ଦ କରନ୍ତି କି? ହାଉ ଡୁ ଇ କନସିଡର ହିଜ୍ ଆକ୍ଟ ଅଫ୍ ଗିଭିଂ ଆଡ଼ଭାଇସ୍। ତ ଆମକୁ ଯିଏ ଆଡ଼ଭାଇସ୍ ଦେଉଛି ଆମେ ତାର ସେଇ ଆଡ଼ଭାଇସ୍ ଦେବାର କାର୍ଯ୍ୟଟାକୁ କେଉଁ ଭଳିଆ ଭାବରେ ଆମେ କନସିଡର କରନ୍ତି। ତ ଆମକୁ ବେଳେବେଳେ କେମିତି ଫିଲ୍ ହୁଏ କି ଯେ ସେ ଲୋକଟି ଆମକୁ ଅଫେନ୍ସ କରଉଛି। ତ ଏଇଟା ଜେନେରାଲି ଘଟିଥାଏ। ଆମେ ଯାହାକୁ ଗୋଟେ ଆଡ଼ଭାଇସ୍ ଦିଅନ୍ତି ତ ତାର ଆମ ଫଲିସ୍କୁ, ତାର କିଛି ଭୁଲକୁ ଆମେ ଦେଖାନ୍ତି, ତ ତାଙ୍କୁ ଲାଗେ ଯେ ଯିଏ ଆଡ଼ଭାଇସ୍ ଦେଉଛି ସେ ମୋତେ ଅଫେନ୍ସ କରୁଛି। ବେଳେବେଳେ କିଛି ଜଣ ଭାବନ୍ତି ତାଙ୍କୁ ଆଡ଼ଭାଇସ୍ ଦେଉଥିବା ଲୋକ ପିଲାମାନଙ୍କ ଭଳି କିମ୍ବା ଇଡ଼ିଅଟ୍ଙ୍କ ଭଳି ତାଙ୍କୁ ଟ୍ରିଟ୍ କରୁଛି। ଯେଉଁ ଲୋକଟି ଆମକୁ ଆଡ଼ଭାଇସ୍ ଦେଉଥାଏ ତ ଆମକୁ ଲାଗେ କ'ଣ ସିଏ ଆମର ଭଲ ପାଇଁ ଚିନ୍ତା କରୁଛି। ତ ଏଇଟା ୟାର କିନ୍ତୁ ସେଇ ଭଲଟା ସିଏ ଯେଉଁ ଭଲ ପାଇଁ ଚିନ୍ତା କରୁଛି ବୋଲି ଭାବେ ଆମମାନଙ୍କୁ ଲାଗେ ଯେ ଏଇଟା ତାଙ୍କର ଏରୋଗେନ୍ସ, ଯେ ଏଇଟା ତାଙ୍କର ଗୋଟେ ରିଉଡନେସ୍, ଇମ୍ପୋଲାଇଟନେସ୍, ଯେ ଆମର ମିଷ୍ଟେକ୍କୁ ସେ ଆମକୁ ଦେଖାଉଛନ୍ତି ବା ଆମ ମିଷ୍ଟେକ୍କୁ ଡାଇରେକ୍ଟଲି କହୁଛନ୍ତି ତାକୁ ରେକ୍ଟିଫାଏ କରିବା ପାଇଁ। ସେଥିପାଇଁ ଆଡ଼ଭାଇସ୍ ଦେଉଥିବା ଲୋକଟିକୁ କୁହାଯାଏ ଯେ ସେ ତାର ସୁପରିୟରିଟି ଦେଖେଇ ହେଉଛି। ତ ସେଥିପାଇଁ ଏଇ କାରଣ ଗୁଡ଼ିକ ପାଇଁ ଆମର ଆଡ଼ଭାଇସ୍କୁ ଅନ୍ୟମାନେ କେମିତି ଏଗ୍ରି କରିବେ ଏଇଟା ଗୋଟେ ବହୁତ ଡିଫିକଲ୍ଟ ଆର୍ଟ। ଦିସ୍ ଇଜ୍ ନଟ୍ ଏନ୍ ଇଜି ଟାସ୍କ ଯେ ଆମେ ଗୋଟେ କାହାକୁ ଆଡ଼ଭାଇସ୍ କଲେ ସେ ସେଇଟାକୁ ରିସିଭ୍ କରିବ ବା ଫଲୋ କରିବ, ଆଟ୍ ଦ ସେମ୍ ୱେରେ କାମ କରିବ। ତ ଏଇଟା ବହୁତ ଡିଫିକଲ୍ଟ ହୋଇଥାଏ। ଆର୍ଟରେ କିପରି ପରଫେକ୍ସନ୍ ଅଣାଯାଇ ପାରିବ ସେଥିପାଇଁ ମଡ଼ର୍ଣ୍ଣ ରାଇଟର ଆଣ୍ଡ ଆନ୍ସିଏଣ୍ଟ ରାଇଟର ମାନେ ସେମାନଙ୍କର ଆର୍ଟକୁ ଦେଖେଇଛନ୍ତି ବିଭିନ୍ନ ଲେଖା ମାଧ୍ୟମରେ। ଇନଷ୍ଟ୍ରକ୍ସନ୍ ଦେଲାବେଳେ କିଛି ଜଣ ସିଲେକ୍ଟିଭଲି ୱାର୍ଡ଼ ଚୁଜ୍ କରିଥାନ୍ତି, ସିଲେକ୍ଟିଭ୍ ୱାର୍ଡ଼ ୟୁଜ୍ କରିବାକୁ ପଡ଼େ। ଆଉ କିଛି ଜଣ ବହୁତ ହାରମୋନିୟସ୍ ନମ୍ବର୍ସରେ ଆଡ଼ଭାଇସ୍ ଦିଅନ୍ତି, କିଛି ଜଣ ୱିଟି ୱେରେ କୁହନ୍ତି, କିଛି ଜଣ ପ୍ରୋଭର୍ବ ୟୁଜ୍ କରିକି ଇନଡାଇରେକ୍ଟଲି କୁହନ୍ତି। ଏସବୁ ମେଥଡ଼ ଗୁଡ଼ିକ ମଧ୍ୟ ଆଡ଼ଭାଇସ୍ କରିବା ପାଇଁ ଭଲ ମେଥଡ଼ ଗୁଡ଼ିକ, କିନ୍ତୁ ଏସେଇଷ୍ଟଙ୍କ ମତରେ ସବୁଠୁ ଭଲ ମେଥଡ଼ ହେଉଛି ଯେ ଲୋକମାନଙ୍କୁ ଫେବଲ୍ ମାଧ୍ୟମରେ ଆଡ଼ଭାଇସ୍ ଦେବା। ଫେବଲ୍ସ ମାନେ ହେଉଛି ଯେଉଁ ଷ୍ଟୋରିରେ ଆନିମାଲ୍ସ, ବାର୍ଡ଼ସ୍ ମାନେ ହ୍ୟୁମାନ୍ ବିଙ୍ଗସ୍ଙ୍କ ଭଳିଆ ଆକ୍ଟିଭିଟି କରନ୍ତି, କନଭରସେସନ୍ କରନ୍ତି। ତ ବାର୍ଡ଼ସ୍ ଆନିମାଲ୍ସ କ୍ୟାରେକ୍ଟର ହେଇଥାନ୍ତି କିନ୍ତୁ ତାଙ୍କର ଆକ୍ଟିଭିଟି ଗୁଡ଼ିକ ହ୍ୟୁମାନ୍ ବିଙ୍ଗସ୍ଙ୍କ ଭଳି ହୋଇଥାଏ। ସଜେଷ୍ଟ କରୁଛନ୍ତି ଏଇ ମେଥଡ଼ଟା ଆଡ଼ଭାଇସ୍ ଦେବା ପାଇଁ କିମ୍ବା କାହାକୁ ଇନଷ୍ଟ୍ରକ୍ଟ ଦେବା ପାଇଁ ବେଷ୍ଟ ୱେ। କ'ଣ ପାଇଁ? କାରଣ ଏଇଟା ଅନ୍ୟମାନଙ୍କୁ ବହୁତ କମ୍ ସକ୍ କରିଥାଏ, ବହୁତ କମ୍ ଅଫେନ୍ସିଭ୍ କରାଏ। କାରଣ ହେଉଛି ଆମେ କ'ଣ ପାଇଁ ଫେବଲ୍ ମାଧ୍ୟମରେ ଆଡ଼ଭାଇସ୍ ଦେଲେ ସେଇଟା ବେଶୀ ଇଫେକ୍ଟିଭ୍ ହେବ। ଯେ ଯେତେବେଳେ ଆମେ ଗୋଟେ ଫେବଲ୍ରୁ ପଢ଼ନ୍ତି ତ ସେତେବେଳେ ଆମେ ବିଲିଭ୍ କରନ୍ତି ଯେ ଆମେ ନିଜେ ନିଜକୁ ଆଡ଼ଭାଇସ୍ ଦେଉଛନ୍ତି। ହୁଏତ ଗୋଟେ ରାଇଟର ତାକୁ ଲେଖିଥାଇପାରେ କିନ୍ତୁ ଆମେ ସେ ଫେବଲ୍ଟାକୁ ପଢ଼ିଲା ବେଳେ ଆମକୁ ଲାଗେ ଯେମିତି ଆମେ ନିଜେ ହିଁ କିଛି ଡିସ୍କଭର୍ କରିଛନ୍ତି, ଆମେ କାହା ପାଖରୁ କିଛି ଇନଷ୍ଟ୍ରକ୍ସନ୍ ନେବାର ଆବଶ୍ୟକ ପଡ଼ୁନାହିଁ। ରିଜିନ୍ କାହିଁକି ଫେବଲ୍ ମାଧ୍ୟମରେ ଆଡ଼ଭାଇସ୍ ବା ଇନଷ୍ଟ୍ରକ୍ସନ୍ ଇନଇଫେକ୍ଟିଭ୍ ହେଇନଥାଏ ସେଇଟା ହେଉଛି ହ୍ୟୁମାନ୍ ବିଙ୍ଗଙ୍କ ମାଇଣ୍ଡ କେବେ ପ୍ଲିଜ୍ ହୁଏନି, କେବେ ଖୁସି ହୁଏନି। ତ କେତେବେଳେ ସବୁଠୁ ଅଧିକ ଖୁସି ମିଳେ ହ୍ୟୁମାନ୍ ମାଇଣ୍ଡକୁ ଯେତେବେଳେ ନିଜର ପରଫେକ୍ସନ୍ ଆଉ ନିଜର ଆବିଲିଟି ବିଷୟରେ କିଛି ଗୁଡ୍ ଶୁଣେ।
तो ये से कथाटा कहूँ दिस नेचुरल प्राइड एंड आम्बिशन ऑफ द सोल इज वेरी मच ग्राटिफाइड इन द रीडिंग ऑफ ए फेबल जिते आम गोटे फेबल पढ़ुं ये जो आमर गोटे स्पंटानियस बा गोटे नेचुरल प्राइड एंड आम्बिशन अच्छी तो आम सोल एटी साटिस्फाई हो जाए फेबल पढ़ा द्वारा तेबेले जड़े फेबल मध्यम किसी शिखु थाए किसी एडवाइस पाऊ थाए तो सेठी से निजको कंसीडर करे बोथ ए रीडर एंड ए कंपोजर तो ये निजे डिस्कवरी करिकी किसी एडवाइस बा किसी गुड थिंग्स किसी इंस्ट्रक्शन जितेबाला निजे मनीष एडवाइस कर दिए तो ताको लगे ये तार निजर डिस्कवरी बोली तो तापर ताको बहुत डिलाइटेड फील होता है का मतरे ऑब्लिक मैनर और indirect way of advising is less offensive और inoffensive जो ଯେତେବେଳେ ଆମେ indirectly କାହାକୁ advice ଦଉଛନ୍ତି ତ ଏଇଟା ଅନ୍ୟ ଜଣକୁ inoffensive ହେଇଥାଏ ଯଦି ancient history की देखिबा ताने wise men माने ସବୁବେଳେ ସେମାନେ राजा ମାନଙ୍କ ଦରବାରରେ ସେମାନେ କେତେବେଳେ ଆଡ଼ଭାଇସ୍ ଦଉଥିଲେ ତ ଫେବଲ୍ ମାଧ୍ୟମରେ ଦଉଥିଲେ ତାହେଲେ ଆମେ ଯଦି ଦେଖିବା ଏଇଟା ଆମର ହିଷ୍ଟ୍ରିରେ ଫାଷ୍ଟରେ ଏଇ ମେଥଡ଼ଟାକୁ ଲୋକମାନେ ବହୁତ ଆପ୍ଲାଏ କରୁଥିଲେ ଏସେରେ ଗୋଟେ ଟର୍କିସ୍ ଟେଲ୍ ବିଷୟରେ କୁହାଯାଇଛି ଏ ଟର୍କିସ୍ ଟେଲ୍ରେ ଜଣେ ଏମ୍ପରର ସୁଲତାନ ମହମ୍ମଦ ଏବଂ ତାଙ୍କର ଜଣେ ପଲିଟିକାଲ ଆଡ଼ଭାଇଜର ତାଙ୍କ ବିଷୟରେ କୁହାଯାଇଛି ସୁଲତାନ ମହମ୍ମଦ वार्स करुले एवं से बहुत टायरानियस थिले सेथिपाई बहुत डिस्ट्रक्शन आ रुइन आसीथिला तांकर होमलैंड रे रशियन एम्पायर अधा लोक सेठू पळै जाइथिले बा सेमानकर मृत्यु हो जाइथिला ध्वंस हो जाइथिला तो तांकर जने पॉलिटिकल एडवाइजर थिले तो आमे जानी नांती से जने ह्यूमरिस्ट थिले किंबा जने एंथुजियास्ट थिले किंतु प्रिटेंड करुथिले जे से बर्ड्स मानकर लैंग्वेज बुझी पारंती बोली तो से एम्परर को कहते जे से बर्ड्स मानकर लैंग्वेज बुझीबारे बहुत एक्सपर्ट अटंती तो दिने संध्यारे एम्परर आ तांकर पॉलिटिकल एडवाइजर दु जण हंटिंग रु फेरुथिले एम्परर देखिले जे दु जण आउल बसिकी कथबार्ता होउछंती तो सेइथिपई से तांकर पॉलिटिकल एडवाइजर को कहले जाओ तांको कथा सुनिकी आसिकी मते कहब से माने कौन डिस्कसन करूछंती तो से पॉलिटिकल एडवाइजर जनक गछ पाखक गला प्रिटेंड कला जमीती से तांका कन्वर्सेशन को बहुत अटेंटिवली शुणुची फेरिकी आसिकी सुल्तान को कहला सर से माने कौन कथबार्ता होउछंती मु अल्प टिके शुणिली जदिओ पूरा शुणी न पारिली किंतु मोर साहस हेउनी मु आपण को ये कथा कहबी बोली तो सुल्तान सेतेबेले अधा खंडिया कथा शुणिकी तो साटिस्फाई होना जो पर्यंत एटा ह्यूमन बीइंग्स नेचर जो पर्यंत गोटे कथा को संपूर्ण भाव में शुणी न था केबे साटिस्फाई फील हुए नहीं सुल्तान तांको फोर्स करिसंती प्रति वर्ड बाय वर्ड सेमानकर कन्वर्सेशन को तांको आगरे बखाणिबा पई से आउल मानकर कथबार्ता को तांको आगरे उपस्थापना करिबा पई तो ये से पॉलिटिकल एडवाइजर जनक कहउचंती जे सेठी दुई जण आउल अछंती एवं से माने कर किड्स माने तांकर जनकर सन और जनकर डॉटर दे लव इच अदर माने से मानकर मैरिज विषय रे डिस्कस करूछंती तो पुअर बापा आज डाउरी किछि मागुछि डाउरीटी हेउछि 50टी रुइन हो जाइथिबा विलेज 50टी डिस्ट्रक्टिव विलेज तो झीवर बापा रिप्लाई दौरान जे मु 50टा बदल रे 500टी रुइंड विलेज दबापाई प्रस्तुत अच्छी जदि तुम्हें नबाकू चाहिब देन से कहते गॉड ग्रांट ए लॉन्ग लाइफ टू सुल्तान मोहम्मद व्हाइलिस्ट ही रेन्स ओवर अस वी शैल नेवर वांट रुइंड विलेजेस तो से कहते जे आमे मैंने बहुत भाग्यवान कारण आमर सुल्तान मोहम्मद को भाया जड़े एम्परर अच्छी से आमको आउ रुइंड विलेज आवश्यक पड़ब नहीं फेबल माध्यम सुल्तान को भितर गोटे ट्रांसफॉर्मेशन आसी तो से बहुत अफेक्ट होती ये फेबल शुणिकी तो से निज कंट्रीर जो गुड़ा डिस्ट्रॉय हो जाइथिबा टाउन एवं विलेज गुड़ी को पुणी थरे रिबिल्ड करिसेंती एवं तांकर प्रजा माननको बहुत खुशीर सहित बंचिबाकू देइछंती एवं सेमानक प्रति आ टायरानियस
ହୋଇନାହାନ୍ତି, ସେ ଲୋକମାନଙ୍କର ଭଲ ପାଇଁ ସେ କାମ କରିଛନ୍ତି। ତାହେଲେ ଆମେ ଦେଖିଲେ ଯଦି ସୁଲତାନକୁ ଏଇସବୁ ବିଷୟରେ ଡାଇରେକ୍ଟଲି କିଏ ଆଡ଼ଭାଇସ୍ ଦେଇଥାନ୍ତେ, ହୁଏତ ସୁଲତାନ ତାର ମୁଣ୍ଡ କାଟ କରିଦେଇଥାନ୍ତେ। କିନ୍ତୁ ସେ ପଲିଟିକାଲ ଆଡ଼ଭାଇଜର ଜଣକ ଏତେ କ୍ଲେଭର, ସେ କ୍ଲେଭରଲି ତା ନିଜର ଷ୍ଟେଟମେଣ୍ଟକୁ ଗୋଟେ ଫେବଲ୍ ମାଧ୍ୟମରେ ସୁଲତାନଙ୍କ ପାଖରେ କହିଛନ୍ତି, ଯାହାଫଳରେ କି ଏଠି ଯେମିତି ଆମେ କହିବା ସାପ ମରି ନାହିଁ କି ବାଡ଼ି ଭାଙ୍ଗି ନାହିଁ। ମିଶନ ସଜେଷ୍ଟ କରୁଛନ୍ତି ଲାଙ୍ଗୁଏଜ ଅଫ୍ ବର୍ଡସରେ ଆମେମାନେ ଏଫିସିଏଣ୍ଟ ହେବା ଦରକାର, ଆମ ପାଖରେ ସ୍କିଲ୍ ରହିବା ଦରକାର ଯେ ଆମେ ଲାଙ୍ଗୁଏଜ ଅଫ୍ ୱାର୍ଡ଼ସ୍ ୟୁଜ୍ କରିପାରୁଛନ୍ତି। ଦ୍ୟାଟ୍ ମିନ୍ସ ଆମେମାନେ କ୍ଲେଭରଲି ଇନଡାଇରେକ୍ଟ ୱେରେ ଆମର ଷ୍ଟେଟମେଣ୍ଟ ଯେତେବେଳେ ରଖିପାରିବା ବା କାହାକୁ ଇନଷ୍ଟ୍ରକ୍ସନ୍ ଆଡ଼ଭାଇସ୍ ଦେଇପାରିବା, ତ ସେତେବେଳେ ଆମେମାନେ ସକ୍ସେସଫୁଲ୍ ହେବା। ସମସ୍ତେ ଆଡ଼ଭାଇସ୍କୁ ବହୁତ ଇଚ୍ଛାର ସହିତ ଆକ୍ସେପ୍ଟ କରିବେ। ଆମମାନଙ୍କର ଆଡ଼ଭାଇସ୍ ଆଉ କାହାକୁ ବୋରିଂ ଲାଗିବ ନାହିଁ, ସମସ୍ତେ ଇଣ୍ଟରେଷ୍ଟେଡ଼ ହେଇଯିବେ ଆମମାନଙ୍କ ପାଖରୁ ଆଡ଼ଭାଇସ୍ ନେବା ପାଇଁ। ବାସ୍ ଏଇ ଯେଉଁ ସ୍କିଲ୍ଟା ଆମ ଭିତରେ ଡେଭଲପ୍ କରିବାର ଅଛି। ଓ ଆମେମାନେ ଯେତେବେଳେ ଅବ୍ଲିକ୍ ମ୍ୟାନରରେ ଫେବଲ୍ସ ମାଧ୍ୟମରେ ଆଡ଼ଭାଇସ୍ ଦେଉଛନ୍ତି, ଆମେମାନେ ଜଣେ ଜଣେ ସକ୍ସେସଫୁଲ୍ ଆଡ଼ଭାଇଜର ହେଇପାରିବା ବା ଜଣେ ଜଣେ ଏଫିସିଏଣ୍ଟ ଆଡ଼ଭାଇଜର ହେଇପାରିବା। ଲୋକମାନେ ଆଉ ରେଲିକ୍ଟାଣ୍ଟ ବା ଅନିଚ୍ଛା ପ୍ରକାଶ କରିବେ ନାହିଁ ଆମ ପାଖରୁ ଆଡ଼ଭାଇସ୍ ନେବା ପାଇଁ। ସେମାନେ ଭାବିବେନି ଯେ ଆମେମାନେ ସେମାନଙ୍କୁ ଚିଲଡ୍ରେନ୍ କିମ୍ବା ଇଡ଼ିଏଟ୍ଙ୍କ ଭଳି ଟ୍ରିଟ୍ କରୁଛନ୍ତି, କାରଣ ଆମେ ତାଙ୍କୁ ଡାଇରେକ୍ଟଲି ମେନସନ୍ କରୁନାହାନ୍ତି, ଡାଇରେକ୍ଟଲି ତାଙ୍କର ମିଷ୍ଟେକ୍, ଡାଇରେକ୍ଟଲି ତାଙ୍କର ଫଲିଜ୍କୁ ଆମେ ଦେଖାଉନାହାନ୍ତି, ତ ତାଙ୍କୁ ଅଫେନ୍ସିଭ୍ ଫିଲ୍ ହେବ ନାହିଁ। ସେ ଟ୍ରାଏ କରିବେ ଯଦି ବି ନିଜର କିଛି ଫଲିଜ୍ ଅଛି, ସେ ଫେବଲ୍ ମାଧ୍ୟମରେ ଫେବଲ୍ ଶୁଣିବା ଦ୍ୱାରା ସେ ଚେଷ୍ଟା କରିବେ ସେ ଫଲିଜ୍କୁ ସିକ୍ରେଟଲି ରେକ୍ଟିଫାଏ କରିବା ପାଇଁ। ଦିସ୍ ଇଜ୍ ଦ ଟ୍ରୁ ଆର୍ଟ ଅଫ୍ ଗିଭିଂ ଆଡ଼ଭାଇସ୍। ଆମେ ଏଇଭଳି ଭାବରେ ମାଷ୍ଟେରୀ କରିପାରିବା।